ବାବା ବର୍ତ୍ତମାନ କଳିଯୁଗରେ ଅନେକ ଦେଖିପାରୁଥିବେ ବହୁତ ବହୁତ ବଡ଼ ଦୁଃଖର ବିଷୟ ବହୁତ ନାରୀ ନିର୍ଯାତନା ହଉ ବହୁତ ଇଏ ଚାଲିଛି। କ'ଣ ମାଳିକା ବିଷୟରେ କ'ଣ ଜାଣିଛନ୍ତି କଳିଯୁଗ ବିଷୟରେ? କଳିଯୁଗ ବିଷୟରେ ବୁଝିବାକୁ ଗଲେ କଳି ପ୍ରକୃତରେ ଚାଲିଯାଇଛି। ଏବେ କଳିର ଶେଷ ସମୟରେ ଘୋର କଳି ଆସିଛି। ଘୋର କଳି ଆସିବା ସମୟରେ ମହାପୁରୁଷ କହିଛନ୍ତି ଘୋର କଳି ଯୁଗେ କାହାର ଜ୍ଞାନ ନ ରହିବ, ଘରେ ଘରେ ମିଥ୍ୟାବାଦୀ କଳି ଉପୁଜିବ। ତେଣୁ ବର୍ତ୍ତମାନ କଳିଯୁଗର ଶେଷ ଟାଇମରେ ସରିଯାଇଛି। ତେଣୁ ବର୍ତ୍ତମାନ ଶେଷ ଟାଇମରେ କ'ଣ ଆସୁଛି ନା ଘୋର କଳି। ଘୋର କଳିଟା କେମିତି ଆମେ ଜାଣିଲେ? ଜାଣିବାକୁ ହେଲେ ଆମେ ଏହା ଅନୁଭବ କରୁଛୁ, ଯେତେବେଳେ କଳିଯୁଗ ଥିଲା ସେତେବେଳେ କିଛି ବ୍ୟକ୍ତିଗତ ଲୋକ ଯେ କି ସାମ୍ପ୍ରଦାୟିକ ହିସାବରେ ବା ଆଧ୍ୟାତ୍ମିକ ହିସାବରେ ସେମାନେ ବ୍ୟକ୍ତିଗତ କିଛି ଦେଖାଉଥିଲେ, ମାନେ କହୁଥିଲେ ଯାହାକୁ ଜମିଦାର ବା ବଡ଼ ଲୋକ ଏଇଭଳି ଥିଲା। ତେଣୁ ସେମାନଙ୍କ ପାଖରେ କ'ଣ ଥିଲା? ପାଳଗଦା, ଧନ, ଲୋକ, ବହୁତ ଲୋକ ଏମାନେ ସବୁ ରଖିଥିଲେ। ତେଣୁ ଯେତେବେଳେ ଘୋର କଳିଯୁଗ ଶେଷ ହୋଇଯାଇଛି ସେ ଜିନିଷ ବର୍ତ୍ତମାନ କୌଣସି ଲୋକ ବଡ଼ ନାହାନ୍ତି। ବର୍ତ୍ତମାନ ବଡ଼ କହିଲେ ସମସ୍ତେ, ଯାହା କେହି ବର୍ତ୍ତମାନ କହିବେନି ଆମେ ସାନ ବୋଲି। ଗୁରୁ ଯେତିକି ଥିଲେ ଗୋଟିଏ ଗୋଟିଏ ଥିଲେ, ଶିଷ୍ୟ ବହୁତ ଥିଲେ, କିନ୍ତୁ ବର୍ତ୍ତମାନ ଗୁରୁ ତାଠୁ ଅଧିକା ଏମିତି ଶିଷ୍ୟ କମି ଯାଇଛନ୍ତି। ସମସ୍ତେ ଗୁରୁ। ତେଣୁ କେମିତି ଗୁରୁ ହେଲେ ନା ଗୁରୁ ହେବାର କାରଣ ହେଉଛି କ'ଣ? ଯେତେବେଳେ ପ୍ରଭୁ କଳିଯୁଗ ଶେଷ କରିଦେଲେ, ଘୋର କଳିଯୁଗ ହେଲେ, ସେତେବେଳେ ସେ ମୁକାର ଭାବ ଦେଇଦେଲେ। ଯେଉଁ ମୁକାର ଭାବଟା ଆସିଯାଇଛି ସେ ସମସ୍ତଙ୍କ ପାଖରେ ପଦ୍ଧତି। ଏହା ଅନୁଭବ କରାଗଲା ଯେତେବେଳେ ଭାରତରେ ଆମେ ପଢ଼ିଛୁ, ଭାଗବତରେ ପଢ଼ିଛୁ ଯେ ସହଦେବ କଳିଯୁଗରେ ମାନେ ଯେତେବେଳେ ଦ୍ୱାପର ଯୁଗରେ ତାକୁ ଖଟ କୁଡ଼ା ଭିତରେ ବାନ୍ଧି ଦେଇଥିଲେ କଳିକି। ତେଣୁ ସେ ବନ୍ଧା ହିଁ ଗୋଟିଏ ଜାଗାରେ ରହିଲା। ରହି ଯେତେବେଳେ ଅତି ବିରକ୍ତ ହେଲା ସେ କହିଲା କ'ଣ ମୁଁ ଏମିତି ରହିବି? ସେ ବର ମାଗିଥିଲା ଯେ ମୁଁ ଗୋଟିଏ ଅନ୍ୟ ଜାଗାରେ କେଉଁଠି ରହିବିନି, ମୁଁ 4ଟି ଜାଗା ବର ମାଗିଥିଲା। ଯେଉଁଠି ନାରୀ, ଜୁଆ ଏବଂ ଧନ ବା ସ୍ୱର୍ଣ୍ଣ ବା ଯୌବନ, ଏ 4 ସ୍ଥାନ ସେ ମାଗିଥିଲେ। ଯେଉଁ ସ୍ଥାନରେ ସେ ଯାଇକି 4 ଜାଗାରେ ରହିବେ। ତେଣୁ ଯେତେବେଳେ ବିକ୍ରମ ରାଜା ଯେତେବେଳେ ତାଙ୍କର ଏ 4ଟା ସ୍ଥାନ ଦେଇଥିଲେ, ତାଙ୍କ ମୁଣ୍ଡରେ ମୁକୁଟ ଥିବା ଅବସ୍ଥାରେ ସେତେବେଳେ ପରୀକ୍ଷିତ ମହାରାଜାଙ୍କ ମୁଣ୍ଡ ଦିହରେ ସେ ଉଠି ଯାଇଥିଲେ ସୁନା ଦେଖି। ତେଣୁ ସେହି ସମୟରେ ସେ ଖେଳିଗଲେ, 4 ଜାଗାରେ ରହିଲେ। ଗୋଟିଏ ଜୁଆ ଖେଳରେ ରହିଲେ, ସେହି ସ୍ଥାନରେ କଳି ରହିଲା। ଆଉ ଗୋଟିଏ ଜାଗାରେ ରହିଲା କ'ଣ ସ୍ୱର୍ଣ୍ଣ ଯେଉଁଠି ରହିଲା ସେଠି ରହିଲେ, ଏବଂ ଯେଉଁଠି ବେଶ୍ୟାବାଡ଼ି ହେଲା ସେଠି ରହିଲେ, ଯେଉଁଠି କଳି କଜିଆ ହେଲା ବା ନାରୀର ଯେଉଁଠି ରହିଲେ ସେଠି ସେ ମଧ୍ୟ ଯୌବନ ଜାଗାରେ ରହିଲା। ତେଣୁ ବର୍ତ୍ତମାନ ଦେଖିବାକୁ ଗଲେ କଳିଯୁଗରେ ସିନା ସେ ଜିନିଷ ଥିଲା, କିନ୍ତୁ ବର୍ତ୍ତମାନ ଘୋର କଳିଯୁଗ ସମସ୍ତ ପାଖରେ ଟଙ୍କା, ସୁନା ଆଉ ଅହଙ୍କାର ମନୋଭାବ ସବୁ ଜାଗାରେ ବଢ଼ିଯାଇଛି। କାହା ପାଖରେ ଟଙ୍କା ନାହିଁ ବୋଲି କହିବନି, କାହାକୁ ସାନ ବୋଲି କେମିତି ଜାଣିପାରିବନି। ତେଣୁ କଳିଯୁଗର ଶେଷ ସମୟରେ ଏଇଟା ହେଉଛି ମହାପୁରୁଷଙ୍କ କଥା ଅନୁସାରେ ଏଇଟା ଘୋର କଳିଯୁଗ। ବର୍ତ୍ତମାନ ସମସ୍ତେ ଗୋଟିଏ ଗୋଟିଏ ରାଜା, ଆଉ ପ୍ରଜା କେହି ନାହାନ୍ତି। ତେଣୁ ଯାହାକୁ ତୁମେ ଭଲ କହିଲେ ଖରାପ କହିବେ, ଖରାପ କଥାରେ କହିଲେ ସମସ୍ତେ। ଯେଉଁଠି ଗୋଟେ କଳିଗୋଳ ହେବ, କଳି କଜିଆ ହେବ, ନାରୀ ନିର୍ଯାତନା ହେବ, କିମ୍ବା ଯେକୌଣସି ଜାଗାରେ ଗୋଟେ ନାଟ ହେବ, କିମ୍ବା କୌଣସି ଜାଗାରେ ଗୋଟେ ଏମିତି କଳହ ଜିନିଷ ସୃଷ୍ଟି ହେବ, ସେଠି ଲକ୍ଷ ଲକ୍ଷ ଲୋକ ହେଇଯିବେ। ଦୌଡ଼ି ପଳେଇବେ, କିଛି ମାନିବେନି। କିନ୍ତୁ ଗୋଟିଏ ଧର୍ମ ଅନୁଷ୍ଠାନ, ଯେଉଁଠି ସତ୍ୟ ସ୍ଥାନ, ସତ୍ୟ ବାର୍ତ୍ତା, ସତ୍ୟ ନୀତି, ସତ୍ୟ ଗତି, ସତ୍ୟ ପ୍ରଗତିରେ ଯେଉଁଠି ଚାଲିଥିବ ସେଠି କେହି ନଥିବେ। ସେଠି ଜଣିଏ ଥିବ, ଏକମାତ୍ର କିଏ ଥିବେ ନା ପ୍ରଭୁ ଆଉ ସତ୍ୟ। ସେଦିନ ଆମେ ଜାଣିପାରିଲୁ। ତେଣୁ ଘୋର କଳିଯୁଗରେ ମାଳିକା ଅନୁସାରେ ଘୋର କଳିଯୁଗରେ କାହାର ଜ୍ଞାନ ନ ରହିବ, ଘରେ ଘରେ ମିଥ୍ୟାବାଦୀ କଳି ଉପୁଜିବ। ଏହାର କାରଣ ଆମେ ଜାଣିଲୁ କେମିତି ନା ଯେଉଁଠି କଳି ହେଉଛି, କଳି ଲୋକମାନେ ଅଧିକ ଏବଂ ସତ୍ୟ ଲୋକ ହେଲେ କମ୍। ଏ ବାବଦରେ ଆମେ ଆହୁରି ମଧ୍ୟ ଜାଣିଲୁ, ଯେଉଁଠି ଗୋଟେ ଭଲ ଜିନିଷ ହେଲେ ଲୋକମାନେ ତ କରେଇ ନେବେନି, ତାକୁ ଭାଙ୍ଗିଦେବେ, ତାକୁ ଫୋପାଡ଼ି ଦେବେ, ତାକୁ ଅତ୍ୟାଚାର କରିବେ, ତାପରେ ବ୍ୟଭିଚାରର ବ୍ୟବହାର ଦେଖାଇବେ, ତାଙ୍କୁ ନୀତିରୁ ବାହାର କରିବାକୁ ପଡ଼ିବେ, ତାଙ୍କୁ ତ ଅନେକ ପ୍ରକାର ଧନହାନି କରିବେ, ଜନହାନି କରି ଦରକାର ପଡ଼ିଲେ ମାଡ଼ ମାରିବେ, ଦରକାର ହେଲେ ତାକୁ ମାନେ ଅପବ୍ୟବହାର କରିବେ।
କାରଣ ଯେଉଁମାନେ ସତ୍ୟ ପଥରେ ଯିବେ ସେମାନଙ୍କ ପାଇଁ ବର୍ତ୍ତମାନ ଘୋର କଳିଯୁଗରେ ଗୋଟେ କଣ୍ଟା। ଏହାର ଅର୍ଥ ହେଲା କ'ଣ ନା ଘୋର କଳିଯୁଗେ କାହାର ଜ୍ଞାନ ନ ରହିବ ଘରେ ଘରେ ମିଛ। ତାମାନେ ମିଛ ଆଉ ଯେଉଁ ପ୍ରଭାବଟା ଏ ଘୋର କଳିରେ ଅତ୍ୟଧିକ ବଢ଼ିଯାଇଛି, ଯେଉଁଟାକି ବର୍ତ୍ତମାନ ରାଜନୀତି ସାମାଜିକ ହିସାବରେ ଦେଖିଲେ ବି ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକ ଦେଖନ୍ତୁ, କିଛି ଲୋକ ଅଛନ୍ତି ଏମିତି ଲୋକ ଲକ୍ଷ ଲକ୍ଷ ଲୋକଙ୍କ ଦିନ ଦରିଦ୍ର ଲୋକ ବା ଯେଉଁ ଭିକାରୀ ହୁଅନ୍ତୁ କିମ୍ବା ମୂଲିଆ ହୁଅନ୍ତୁ କିମ୍ବା ଦରିଦ୍ର ଲୋକ ହୁଅନ୍ତୁ, ସାଧାରଣ ଲୋକ, ସେମାନଙ୍କ ଧନ ସମ୍ପଦ ଗୁଡ଼ାକ ସବୁ ଦେଶର ହଉ ଧନ ସମ୍ପଦ ଲୁଣ୍ଠନ କରି ଗୋଟିଏ ଗୋଟିଏ ଲୋକ ଯେଉଁମାନେ କି 500 କୋଟି 600 କୋଟି 5000 କୋଟି 10,000 କୋଟି ସେମାନେ ଟଙ୍କା ସବୁ ରଖିଛନ୍ତି। ସେ କାହା ଟଙ୍କା ରଖିଛନ୍ତି? ମାନେ ସେ ମୁଙ୍କାର ଭାବ ଧନ ବଳି ଯାଇଛି, କଂସର ଭାବ ଆସିଯାଇଛି। କଂସ ଯେମିତି କହିଥିଲା ଯେ ମୋ ଠାରୁ ବଡ଼ କେହି ନାହିଁ, ବର୍ତ୍ତମାନ ସବୁଠି ଯେଉଁଠି ଧନ ରହିଛି ସେ କହନ୍ତି ମୋ ଠାରୁ ବଡ଼ କେହି ନାହିଁ, ଯେଉଁଠି ବଳ ରହିଛି ସେ କହନ୍ତି ମୋ ଠାରୁ ବଡ଼ କେହି ନାହିଁ, ଯେଉଁଠି ଜ୍ଞାନ ହରାଇ ସେ କହନ୍ତି ମୋ ଠେଇଁ କିଛି ନାହିଁ, ଯେ କଳି କରିବା ଯେଉଁଠି ଘାତକ ସାଧିଛି ସେ କହନ୍ତି ମୋ ଠାରୁ ବଡ଼ କେହି ନାହିଁ, ଯେ ଅହଙ୍କାରରେ ଯେ ଲୁଣ୍ଠନ କରୁ ସେ କହନ୍ତି ମୋ ଠାରୁ ବଡ଼ ନାହିଁ। ତେଣୁ ବର୍ତ୍ତମାନ ପରିବେଶଟା ଏଭଳି ପ୍ରକାର ଉପଜିଛି, ଘୋର କଳିଯୁଗର ଶେଷ ସମୟଟା ଆସି ପହଞ୍ଚିଯାଇଛି। ଏହାର ଅର୍ଥ ହେଲା କ'ଣ ନା ଆମେ ଦେଖିଲୁ କେମିତି ଦେଖିଲା ନା ଆଉ ଗୋଟେ ମଧ୍ୟ ଆମ ଅନୁଭବରେ ଆମେ ଏଇଟା କହୁଛୁ, କଟା ଚଟା ଖୁଣ୍ଟା ଏକାଠି ହେବେ ଡାଳ ଥାଇ ମୂଳ ମୁଡ଼ି ଖାଇବେ। ଆର ଅର୍ଥ କ'ଣ ପ୍ରକୃତ ଲୋକ କ'ଣ ସେଇଆ କରେ? ନାହିଁ, ଅଛି। ଯେଉଁମାନେ କଟା ହିଁ ଯେଉଁ ଛେଳିମାନଙ୍କୁ ଆମେ ନେଇ ହାଣି କୁଟି ନଦୀ ଖାଉଛୁ, ଯେଉଁ ଧର୍ମ ଅନୁଷ୍ଠାନରେ ଆମେ ନେଇକି ସାଧାରଣତଃ ଗୋଟେ ମଙ୍ଗଳା କରୁଛୁ, ମା ମୋ ମୁଣ୍ଡ ରଖ ମୁଁ ତୋତେ ମୁଣ୍ଡ ଦେବି, ଛେଳିଟା ନେଇ ହାଣିଦେଲେ ସେ କ'ଣ ଜୀବ ନୁହେଁ? ତାକୁ ଯେତେବେଳେ ମରା ହେଲା ସେ ଜୀବ ଯେତେବେଳେ ମୁକ୍ତି ପାଇଲା ସେ ଗୋଟେ ମଣିଷ ଜନ୍ମ ହେଲା। ସେ ଯେତେବେଳେ ମଣିଷ ଜନ୍ମ ହେଇ ସେ କ'ଣ କରିବ? ତାର ଯେଉଁ ଖୁଣ୍ଟା ପ୍ରକୃତି ଥିଲା, ତାର ଛେଳି ଜନ୍ମରେ ଯେଉଁ ଖୁଣ୍ଟା ପ୍ରକୃତିଟି ଥିଲା, ଇଏ ମଣିଷ ଜନ୍ମ ହେଲେ ମଧ୍ୟ ସେ ସେଇ ପ୍ରକୃତିଟି ଛାଡ଼ିବ ନାହିଁ। ତେଣୁ ସିଏ ଯେହେତୁ ଛେଳିଟା ଯେହେତୁ ମଣିଷ, ସେ ମଣିଷ ହେଲେ କ'ଣ ହେବ? କିନ୍ତୁ ଛେଳିର ପ୍ରକୃତି ଅଛି, ତେଣୁ ସେଇ ବ୍ୟବହାର କରିବ। ଘାତକ ମାନେ କିଛି ଧର୍ମ ବଳ କରିପାରିଲେ, ସାଧାରଣତଃ ମୂଷା ସବୁବେଳେ କାଟେ, ସବୁବେଳେ ଦେଖିବେ ଯେଉଁଠି ଦେଖିବେ ଗଛ କାଟ, ମାନେ ଅଲୁଗୁଡ଼ି କାଟ, ସେ କଦୁନି କାଟ, ସେ କୌପୁନି କାଟ କିମ୍ବା ଯେକୌଣସି ଜିନିଷ ସେ କାଟି କୁଟି ସବୁ ନଷ୍ଟ କରେ। ମରେଇ କାଟିବ, ଓଳିଆ କାଟିବ, ସବୁ କାଟୁଛି। କାଟି କାଟିକି କଟାଇଲା ବେଳକୁ ତାକୁ କିଛି ଲୋକ ଧର୍ମ ଶ୍ରେଣୀ ଲୋକ ଯେତେବେଳେ ଦେଖିପାରୁନି ତାକୁ ମଧ୍ୟ କିଛି ମାରିଛନ୍ତି। ସେମାନେ ମଧ୍ୟ କିଛି ମଣିଷ ଜନ୍ମ ହେଇଛନ୍ତି। ସେ ତ ଯେତେବେଳେ ମଣିଷ ଜନ୍ମ ହେଇଛି ସେ କ'ଣ କରିବେ? ତାଙ୍କ କର୍ମ କ'ଣ? ତାଙ୍କର କାଟିବା କଥା। ସେ ବି ସେଇ ପ୍ରକାର ମଣିଷ ଜନ୍ମ ହେଲେ ମଧ୍ୟ ସେ ସେଇ କାଟି ଚାଲିବେ। ସେ ସିନା ଜନ୍ମ ହେଲେ ମଣିଷ, କିନ୍ତୁ ପ୍ରକୃତି ସେ ଜିନିଷଟା ରହିଛି ମୂଷାଙ୍କର। ଘୁଷୁରୀ ଗୋଟେ ଚଟା ଜାତି, ଆପଣ ଜାଣନ୍ତି ଘୁଷୁରୀ ଗୋଟେ ଜାତି କ'ଣ? ସେ ଗୋଟେ ଚଟା, ସେ ଅଳିଆ ମଜରା ଦେଖିଲେ ସେ ଚାଟି ଖାଏ। ତାକୁ କିଛି ମଣିଷ ମଧ୍ୟ ତାକୁ ମାରିକିରି ଖାଇଲେ, ଏ କଳି ଯୁଗରେ ତାକୁ ମାଂସ କରି ଖାଇଲେ, ତାକୁ ହୋଟେଲରେ ବିକିଲେ। ଯେତେବେଳେ ଏଗୁଡ଼ାକ ସେ ବିକିଲେ ସେ ଗୋଟିଏ ଯେତେବେଳେ ଧର୍ମ ଯେତେବେଳେ ମଣିଷ କାହିଁ ଗଲେ, ମଣିଷ ଦେହରେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନଙ୍କ ଶରୀର ସହିତ ଭଗବାନଙ୍କ ଶରୀର ସହିତ ମଣିଷ ଶରୀର ସହିତ ଭଗବାନ ଜନ୍ମ ମଣିଷ ଶରୀର। ତେଣୁ ସିଏ ଯେତେବେଳେ ମଣିଷ ଜନ୍ମ ହେଲା, ସିନା ମଣିଷ ଜନ୍ମ ହେଇଗଲା ସିନା ଭଗବାନଙ୍କ ହାତରେ ମରିକି, ହେଲେ ତା ପ୍ରକୃତିଟା କ'ଣ ରହିଲା? ସେଇ ଚାଟିଆ ପ୍ରକୃତି। ସିଏ କେବେ ଛାଡ଼ିବନି, ସେ ଚଟା, ସେ ଯେଉଁଠି ଦେଖିବ ସବୁଠୁ ଚାଟି ଖାଇଯିବ, କେବେ ଛାଡ଼ିବନି। ତେଣୁ ଘୁଷୁରୀ ପ୍ରକୃତିର ଲୋକ ମଧ୍ୟ ଆଜି ବର୍ତ୍ତମାନ ଘୋର କଳି ଯୁଗରେ ଇଏ ଯେଉଁ ଜ୍ଞାନହରା ଲୋକ, ଯେଉଁଠି ଘୁଷୁରୀ, କୁକୁର ଏବଂ ମାଙ୍କଡ଼ ଏବଂ ଇଏ ଯେଉଁ କହୁଥିଲି ମାନେ ଛେଳି କିମ୍ବା ମଇଁଷି, ଏ ଯେଉଁଗୁଡ଼ାକ ପଶୁ ଜାତୀୟ ଜନ୍ତୁ ଯେଉଁମାନେ ଏମାନେ ବଦ୍ଧ ହୋଇଛନ୍ତି, ସେଇମାନେ ହିଁ ମଣିଷ ଜନ୍ମ ପାଇଛନ୍ତି। ସେଇମାନେ ମଣିଷ ପାଇଁକି ଘୋର କଳି, ତାଙ୍କର ଜ୍ଞାନ ନାହିଁ। ପଶୁଙ୍କର ଜ୍ଞାନ ଅଛି, ଜ୍ଞାନ ତାର ହରଣ ହେଇଥିଲା। ତେଣୁ ସେମାନେ ମଣିଷ ଜନ୍ମ ପାଇଲେ ସତ, କିନ୍ତୁ ଜ୍ଞାନ ତାଙ୍କର ଉଦୟ ହେଇନି। ତେଣୁ ଘୋର କଳି ଯୁଗରେ ସେଇମାନେ ହିଁ ଜନ୍ମ ହେଇକିରି କଳି କାଳକୁ ଘୋର କଳିକି ଧ୍ୱଂସ ବାଟକୁ ଫେରେଇ ନେବେ। ତେଣୁ ବର୍ତ୍ତମାନ ଯେଉଁମାନେ ଧନବନ୍ତ ହେଉଛନ୍ତି, ଯେଉଁମାନେ ଅହଙ୍କାରବନ୍ତ ହୁଅନ୍ତି, ଯେଉଁମାନେ ନୀତିଗତରୁ ଛାଡ଼ି ଯାଆନ୍ତି, ଯେଉଁମାନେ କଳିଗୋଳ କରୁଛନ୍ତି, ସେମାନେ ହୁଅନ୍ତି ପ୍ରକୃତ ମଣିଷ ନୁହନ୍ତି। ସେମାନେ ହୁଅନ୍ତି ନର ରୂପକ ପଶୁ। ନର ଅବତାର ହେଇନି, ମଣିଷ ଅବତାର ହେଇନି, ହେଲେ ସେମାନେ ହେଲେ ପଶୁ। ସେ ପଶୁ ପ୍ରକୃତିରେ ଜନ୍ମ ହେଇ ସେ ବର୍ତ୍ତମାନ ଏଇ ଲୀଳାଟି କରୁଛନ୍ତି। ପ୍ରଭୁ ସତ୍ୟଙ୍କର ଜୟ ହଉ, ଆନନ୍ଦ ଗହ୍ୱାର ହରିବୋଲ।